ନମସ୍କାର। ଆସନ୍ତୁ ସମସ୍ତଙ୍କୁ ଜଣାଇବା ଏକ ସୁନ୍ଦର ପରିବେଶର ଗାଁ, ଯେଉଁଟାକି ଆମ ଲାଠିକଟା ବ୍ଲକର ସୀମାନ୍ତରେ ଅଛି, ଝାଡ଼ଖଣ୍ଡ ବର୍ଡ଼ରକୁ ଲାଗିଛି। ସେ ଗାଁ ବହୁତ ମନମୁଗ୍ଧକର ପରିବେଶ ଅଛି। ଆଉ ସେଠି ମୁଁ ଯାଇଥିଲି। ଆପଣମାନଙ୍କୁ ବି କେବେ ସୁବିଧା ହେଲେ ଆସିବେ। ପୁରା ପ୍ରାକୃତିର ସୌନ୍ଦର୍ଯ୍ୟର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ସେ ଗାଁର ରାସ୍ତା ଏଇଭଳିଆ ଅଛି। ଆଉ କିଛି ଜାଗାରେ ଠାଏ ଠାଏ ଜଙ୍ଗଲ ମଝିରେ ସୁନ୍ଦର ଘର ଗଢ଼ି ଉଠିଛି ଗୋଟେ ଗୋଟେ ଜାଗାରେ। ଆଉ ସେ ଘର ପାଖକୁ ଏବେ ଯିବା, ଘର କେମିତି ହେଇଛି। ସରକାର ତରଫରୁ ସେ ଘର ପାଇଛନ୍ତି। ଆଉ ବହୁତ ବଢ଼ିଆ ସୌନ୍ଦର୍ଯ୍ୟ। ଆଉ ଯେହେତୁ ଆମର ପ୍ରଶାସନକୁ ବି ଧନ୍ୟବାଦ ଦେବା, ସେ ଗାଁକୁ ଯେତିକି ସମ୍ଭବ ପାରୁ ପର୍ଯ୍ୟନ୍ତ ରାସ୍ତା ଦେଇଛନ୍ତି। ଆଉ ଲୋକଙ୍କ ପାଇଁ ଇନ୍ଦିରାବାସ ଘର ଯୋଗାଇଛନ୍ତି। ଆଉ ଆମର ଲୋକମାନେ ସେଠିକାର ଭାରି ପରିଶ୍ରମୀ। ଏମିତିଆ ପରିଶ୍ରମୀ ଯେ ଜଙ୍ଗଲ ସହିତ ସେମାନେ ଜଡ଼ିତ ରହିକି ସେଠିକାର ପାଣି ପବନ ଜୀବଜନ୍ତୁ ସମସ୍ତଙ୍କ ସହିତ ମିଶିକି ରହୁଛନ୍ତି। ବଡ଼ କଥା। ବର୍ତ୍ତମାନ ତ ସହର ଅଞ୍ଚଳରେ ଗୋଟେ ମୁଖ୍ୟତଃ ହାତୀ ଗୋଟେ ଆସିଗଲେ କେତେ ଭୟଭୀତ ହେଉଛୁ, କିନ୍ତୁ ଏମିତି ଜଘନ୍ୟ ମାନେ ଘଞ୍ଚ ଜଙ୍ଗଲରେ ସେମାନେ ଘର କରିକି ରହୁଛନ୍ତି। ଆଉ ସେଇଟା ଧନ୍ୟବାଦ ଦେବା ସେ ତାଙ୍କର ଗ୍ରାମବାସୀକୁ। ଆଉ ଆମର ସହଯୋଗ କରି ଜଣେ ଅଛନ୍ତି, ସେ ଭାଇ ଆଗେ ଆଗେ ଯାଉଛନ୍ତି। ଆଉ ତାଙ୍କର ସହଯୋଗରେ ମୁଁ ପହଞ୍ଚିକି ସେ ଜାଗା ସେ ଗାଁକୁ ଦେଖିପାରିଲି। ଆଉ ଆପଣମାନଙ୍କୁ ବି ଦେଖେଇ ପାରୁଛି ଏବେ। ଆଉ ଚାଲନ୍ତୁ ଆଗକୁ ଏବେ ବସ୍ତି, ହେଲେ ଏବେ ଆମେ ବସ୍ତି ପଟକୁ ଯାଉଛୁ, ତାଙ୍କର ପଟବେଡ଼ାର ବସ୍ତି। ଆଉ ଏଇଠି କିଛି ଘର ଅଛି। ଆଉ ଏହା ପୂର୍ବପୁରୁଷରୁ ଏମାନେ ରହି ଆସିଛନ୍ତି। ତାଙ୍କର ଦେଖିମା ଆଗକୁ ତାଙ୍କର ସବୁ ଏଇ ଧାନ କଟା ହେଇନାହିଁ, ହେଉଛି ଏବେ। ସୁନ୍ଦର ପରିବେଶ। ଗାଁରେ ପିଲାଦିନର କଥା ମନେ ପଡ଼ୁଛି। କେମିତି ପିଲାମାନେ ଗାଡ଼ି ଟଣା ଗାଡ଼ିରେ ଛୋଟ ଛୁଆଟାକୁ କେମିତି ଟାଣି ଟାଣି ନେଉଛନ୍ତି। ଏଇ ଗାଁ ରାସ୍ତାରେ ପୁଣି ଧାନ ମଡ଼ା ଚାଲିଛି ତାଙ୍କର। ଇଆଡ଼େ ପୂର୍ବ ଯୁଗରେ ଆମର ବିଦ୍ୟୁତ ବା ଲାଇନ୍ ନଥିଲା, ପଙ୍ଖା ବି ନଥିଲା। ସେତେବେଳେ ଏମିତି ଆକାରରେ ଧାନ ସବୁ ଉଡ଼ା ହେଉଥିଲା। ଆଉ ଏବେ ଆମର ବସ୍ତି ଏଣ୍ଡ ହେଇଯାଇଛି। ଏ ହେଉଛି ଆମର ପଟବେଡ଼ା ଗାଁର ସୁନ୍ଦର ଦୃଶ୍ୟ। କେବେ